ସେଥିପାଇଁ ଗୋଶାଳାର ନିର୍ମାଣ, ପୁରୁଣା ଗୋଶାଳା ପାଇଁ ମଧ୍ୟ ଅନୁଦାନ, ଗୋମାତାଙ୍କର ଚୋରାଚାଲାଣ କରୁଥିବା ମାଫିଆମାନଙ୍କ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆଜି ଗ୍ରହଣ କରୁଛନ୍ତି। ଆପଣମାନେ ଶୁଣିଥିବେ, ଜଷ୍ଟ 4-5 ଦିନ ପୂର୍ବରୁ ମୋ କେନ୍ଦୁଝର ଜିଲ୍ଲାରେ ଏହାର କାମ ମଧ୍ୟ ଶୁଭାରମ୍ଭ ହୋଇଛି। ଯେଉଁ ଗୋରୁ ମାଫିଆମାନେ ଯେଉଁମାନଙ୍କୁ ମୁଁ ଆଗରୁ ସତର୍କ କରୁଥିଲି, ଆଉ ଯେଭଳି ଭାବରେ କେନ୍ଦୁଝର ଜିଲ୍ଲା ସମେତ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାମାନେ 5ଟି ଜିଲ୍ଲାରେ ଏକକାଳୀନ ଚଢ଼ଉ ହେବା ପରେ ଆପଣ ଜାଣିଥିବେ କ'ଣ ପରିସ୍ଥିତି ହେଇଛି। ସେଥିରେ 2 କୋଟି ଟଙ୍କା କ୍ୟାସ୍ ନଗଦ ବାହାରିଲା, 1 କିଲୋ ସୁନା ବାହାରିଲା, 3 କିଲୋ ରୂପା ବାହାରିଲା, ଆଉ 100 କୋଟି ଟଙ୍କାର ସମ୍ପତ୍ତି ସେ ମାଫିଆମାନଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି ଭିତରେ ଆସିଯାଉଛି। 14 ଜଣ ମାଫିଆ ଜେଲ୍ ଭିତରକୁ ଗଲେ। ଆଉ ଯଦି ଆଜି ଦିନରେ ଆମେ ଗୋ ସୁରକ୍ଷା ନ କରିବା, ତାହେଲେ ଆମେ ଆଗାମୀ ଦିନରେ ନିଶ୍ଚିତ ଭାବରେ ଗୋମାତାଙ୍କର ସୁରକ୍ଷା ବିପଦ ଆସିବା ସହିତ ମଧ୍ୟ ଆମେ ଦୁଗ୍ଧ ଜନିତ ଉତ୍ପାଦିତ ସମସ୍ତ ପ୍ରକାରର ଦ୍ରବ୍ୟରୁ ଆମେ ବଞ୍ଚିତ ହେବା ଏବଂ ଖାଦ୍ୟ ସଙ୍କଟରେ ପଡ଼ିବ।